ଆଜ୍ଞା, ଯେଉଁ ଦେଶର ବିଜ୍ଞାନ କ୍ଷେତ୍ର ଯେତେ ଉନ୍ନତ, ଯେତେ ସୁଦୃଢ଼, ଯେତେ ପରିପକ୍ୱ, ଆଜ୍ଞା ସେ ଦେଶର ବିକାଶ, ଉନ୍ନତି, ପ୍ରଗତି ସେତେ ତୀବ୍ରତର। ଆଜ୍ଞା ସେ ଦେଶର ଉନ୍ନତି, ବିକାଶ, ପ୍ରଗତି ସେତେ ତୀବ୍ରତର। ଆଜ୍ଞା ଉଦାହରଣ ଯଦି ନେବେ, ଆମ ଆଗର ଜ୍ୱଳନ୍ତ ଉଦାହରଣ ଅନେକ ରହିଛି ଆଜ୍ଞା। ଯେମିତିକି ଆମେରିକା ହେଲା, ଚାଇନା ହେଲା, ଫ୍ରାନ୍ସ ହେଲା, ଜାପାନ ହେଲା, ରୁଷିଆ। ଆଜ୍ଞା ଏମାନେ ହେଉଛନ୍ତି ଗୋଟେ ଗୋଟେ ପ୍ରତ୍ୟେକ କ୍ଷେତ୍ରର, ବିଶ୍ୱର ଅର୍ଥନୀତି କ୍ଷେତ୍ର ହେଉ, ସେନାବାହିନୀ କ୍ଷେତ୍ର ହେଉ ବା ଅନ୍ୟାନ୍ୟ କ୍ଷେତ୍ରର ଗୋଟେ ଗୋଟେ ଶକ୍ତିଶାଳୀ ଦେଶ। ତାର କାରଣ ଏମାନଙ୍କର ବିଜ୍ଞାନ କ୍ଷେତ୍ର ବହୁ ସୁଦୃଢ଼। ତନ୍ମଧ୍ୟରୁ ମୋ ଦେଶ, ଆମ ସମସ୍ତଙ୍କର ଦେଶ ଭାରତ ବି ବାଦ ନୁହେଁ ଆଜ୍ଞା। ଭାରତ ବି ବାଦ। ସେଇଥିପାଇଁ ତ ଆମେ ଆଜି ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଆଉ ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକାରେ, ମାନେ ସେନାବାହିନୀ, ଅସ୍ତ୍ରଶସ୍ତ୍ର ଏସବୁରେ ଆମେ ଆଜି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ତାର କାରଣ ଆମେ ବି କାହାଠାରୁ କମ୍ ନୁହେଁ, ଆମ ଦେଶ ବି କାହାଠାରୁ କମ୍ ନୁହେଁ। ଆମ ବିଜ୍ଞାନ କ୍ଷେତ୍ର ବି କାହାଠାରୁ କୋଉ ଗୁଣରେ ସିଏ ଆବିଷ୍କାର ହଉ କି ଉଦ୍ଭାବନ ହେଉ, କେଉଁଥିରେ କମ୍ ହୁଏ। ଆଜ୍ଞା ଭାରତ ମାନେ ମୋ ଦେଶ, ଆପଣମାନେ ସମସ୍ତଙ୍କର ଦେଶ। ଆମ ଦେଶ ଭାରତ। ଏବେ ଯେ ବିଜ୍ଞାନ କ୍ଷେତ୍ରରେ ସୁଦୃଢ଼ ତାହା ନୁହେଁ ଆଜ୍ଞା। କାହିଁ କୋଉ କାଳରୁ, ଅର୍ଥାତ୍ ପୌରାଣିକ କାଳରୁ ବି ଭାରତ ବିଜ୍ଞାନର ସୁଦୃଢ଼ ବୋଲି ସାରା ବିଶ୍ୱକୁ ପ୍ରମାଣିତ କରିସାରିଛି। ଏଠି ଆପଣମାନଙ୍କ ସାମ୍ନାରେ କିଛି ପୁରୁଣା କଥା ବି ବାର୍ତ୍ତା ହିସାବରେ ରଖିପାରନ୍ତି, କିନ୍ତୁ ବାର୍ତ୍ତା ବହୁ ଲମ୍ବା ହେଇଥିବ। ମୁଁ ଯେଉଁ ଉଦ୍ଦେଶ୍ୟର ଆପଣମାନଙ୍କୁ ଆଜିର ବାର୍ତ୍ତା ପ୍ରେରଣ କରିବା ପାଇଁ ଚେଷ୍ଟା କରୁଛି ବା ଚେଷ୍ଟା କରିଛି, ଯଦି ମୁଁ ଭାରତର ପୁରାତନ କାଳରୁ ଆରମ୍ଭ କରିବି, ହୁଏତ ବାର୍ତ୍ତା ବହୁତ ଲମ୍ବା ହେଇଯାଇପାରେ ଆଜ୍ଞା। ଆପଣମାନଙ୍କୁ ବି ଭଲ ଲାଗିବ ବାର୍ତ୍ତା ବୁଝିବା ପାଇଁ, ଶୁଣିବା ପାଇଁ। ଆପଣମାନଙ୍କୁ ବି ଟିକେ ବିରକ୍ତି ନିଶ୍ଚିତ ଲାଗିବ, ବିରକ୍ତି ଭାବ ଆପଣମାନେ ପ୍ରକାଶ କରିବେ। ସେଥିପାଇଁ ମୁଁ ପୁଣି କେବେ ମୋର ଗୋଟେ ଲେଖା ଅଛି, ଖାଲି ଏତିକି ମୁଁ ଆପଣମାନଙ୍କୁ ସୂଚନା ଦେଉଛି। ମୋର ଗୋଟେ ଲେଖା ଅଛି ଯେ ଇତିହାସ ବଦଳିବ କେବେ, ଇତିହାସ ବଦଳିବ କେବେ। ମୋର ଗୋଟେ ଲେଖା ଅଛି, ପ୍ରାମାଣିକ ଲେଖା। ଏହି ବିଜ୍ଞାନ କ୍ଷେତ୍ରକୁ ନେଇକି ଭାରତର ପୁରାତନ ବିଜ୍ଞାନ, ମାନେ ପୁରାତନ କାଳରେ ଭାରତ କିଭଳି ବିଜ୍ଞାନର ସୁଦୃଢ଼ ଥିଲା, କେତେ ସୁଦୃଢ଼ ଥିଲା,
ତା ସତ୍ତ୍ୱେ ସେ କାହିଁକି ବିଶ୍ୱ ଇତିହାସରେ ଏତେ ଆଗୁଆ ସ୍ଥାନ ପାଇଲାନି ସେଥି ସମ୍ବନ୍ଧୀୟ ଏକ ଲେଖା ଅଛି, ଏକ ବାର୍ତ୍ତା ଅଛି। ମୁଁ ଆପଣମାନଙ୍କୁ ନିଶ୍ଚିତ ସେ ବାର୍ତ୍ତାକୁ କେବେ ପରସ୍ତ ଖୁବ୍ କମ୍ କରେ। ଆଜି କିନ୍ତୁ ମୁଁ ଯେଉଁଥିପାଇଁ ଏ ଭିଡ଼ିଓ ପ୍ରସ୍ତୁତ କରୁଛି ବା ଏ ବାର୍ତ୍ତା ପ୍ରସ୍ତୁତ କରୁଛି ତାହା ଆପଣମାନଙ୍କ ଆଗରେ ଉପସ୍ଥାପିତ କରିବା, ତାହା ଆପଣମାନଙ୍କ ନିକଟରେ ପହଞ୍ଚେଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ମୁଁ ମନେ କରୁଛି। ଆଲଫା ପରିବାର ତରଫରୁ ମୁଁ ଆଲୋକ ଆଲଫା ବାର୍ତ୍ତାକୁ ଆଉ ଥରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଯଦି ବାର୍ତ୍ତା ଆପଣମାନଙ୍କୁ ଭଲ ଲାଗୁଛି, ଆପଣମାନଙ୍କୁ ଲାଗୁଛି ଯେ ଆଲଫା ପରିବାରର ପ୍ରତ୍ୟେକଟି ବାର୍ତ୍ତା ଆପଣମାନଙ୍କ ଜୀବନ ଉପରେ କିଛି ସୁପ୍ରଭାବ ପକାଉଛି, ଆଲଫା ବାର୍ତ୍ତା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଲଫା ବାର୍ତ୍ତା ଫେସବୁକ୍ ପେଜ୍, ଇନଷ୍ଟା ଆଇଡି ଏକୁ ବି ଆପଣମାନେ ଫଲୋ କରିପାରିବେ। ଆଉ ଏଭଳି ବାର୍ତ୍ତା ଗ୍ରହଣ କରିବା ପାଇଁ ଆଲୋକ ଚନ୍ଦ୍ର ନାୟକ ଅର୍ଥାତ୍ ମୋ ନିଜ ପର୍ସନାଲ ଫେସବୁକ୍ ଆଇଡିକୁ ବି ଆପଣମାନେ ଫଲୋ କରିପାରିବେ। ଯଦି ବାର୍ତ୍ତା ଆପଣମାନଙ୍କୁ ଭଲ ଲାଗୁଛି ସେଇ ସମାନ କଥା ମୋର ରହିବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ଅର୍ଥାତ୍ ନିଜର ମତାମତ ଦେବା ପାଇଁ କେବେ ବି ଭୁଲନ୍ତୁ ନାହିଁ ଆଜ୍ଞା। ନିଜର ମତାମତ ଦେବା ପାଇଁ କେବେ ବି ଭୁଲନ୍ତୁ ନାହିଁ ଆଜ୍ଞା। ଆପଣମାନେ ଭାବୁଥିବେ ଯେ ଆଜି ଏକ ଭିନ୍ନ ବାର୍ତ୍ତା ମୁଁ କାହିଁକି ଆପଣମାନଙ୍କ ଆଗରେ ଉପସ୍ଥାପିତ କରୁଛି ବା ଆପଣମାନଙ୍କୁ ଦେବା ପାଇଁ ଚାହୁଁଛି, କାହିଁକି ମୁଁ ଏ ବିଜ୍ଞାନ ସମ୍ବନ୍ଧୀୟ ବାର୍ତ୍ତା ଆପଣମାନଙ୍କୁ ଦେବାକୁ ଚାହୁଁଛି। ତାକୁ ତ ମୁଁ ନିଶ୍ଚିତ କହିବି ଆଜ୍ଞା, ବାର୍ତ୍ତା ତ ମୁଁ ନିଶ୍ଚିତ ଆପଣଙ୍କୁ ଦେବି, କିନ୍ତୁ ତା ଆଗରୁ ଟିକେ ଆପଣମାନଙ୍କ ସାଙ୍ଗରେ କିଛି ସେୟାର କରୁଛି ଆଜ୍ଞା। କିଛି ଲୋକଙ୍କର ଧାରଣା ଅଛି ବା ମୁଁ ବି ଏକୁ କେତେ ଜାଗାରୁ ଶୁଣିଛି ଆଉ ବିରୋଧ ବି କରିଛି, ଦୁଃଖ ବି ମୋତେ ଲାଗିଛି ଯେ ସେମାନଙ୍କର ଧାରଣା ଏଇଆ ଯେ ଗୋଟେ ଲୋକ ପାଠ ପଢ଼ିଲା, ବୈଜ୍ଞାନିକ ହେଲା, ଗୋଟେ ପିଲା ସିଏ କାର୍ଯ୍ୟ କଲା, ଦୁଇ ପଇସା ପାଇଲା, କଣଟା ଆଉ ଅଧିକାଟା ଆଉ ସିଏ କରିଦେଉଛି। ଏମିତି କିଛି ଲୋକଙ୍କର ଧାରଣା ରହୁଛି ଆଜ୍ଞା ବା ରହିଛି, ଏବେ ବି ସୁଦ୍ଧା ରହିଛି। ଆଜ୍ଞା ମୁଁ ଏଇଠି ଗୋଟେ କଥା କହି ତା ନିଜର ବିଜ୍ଞାନ କ୍ଷେତ୍ରକୁ ବି ସୁଦୃଢ଼ କରିବା ନିହାତି ଜରୁରୀ ଆଜ୍ଞା, ନିହାତି ଆବଶ୍ୟକ। ଏବେ ଯାଇ ସେ ଦେଶ ଉନ୍ନତି କରିପାରିବ, ବିକାଶ କରିପାରିବ, ପ୍ରଗତି ପଥରେ ବି ଅଗ୍ରସର ହୋଇପାରିବ। ଆଉ ଏଇ ବିଜ୍ଞାନ କ୍ଷେତ୍ରକୁ ଯେଉଁମାନେ ସୁଦୃଢ଼ କରିବେ ବା କରୁଛନ୍ତି, ସେ ବୈଜ୍ଞାନିକ ମାନଙ୍କର ନିତ୍ୟାନ୍ତ ଆବଶ୍ୟକ ରହିଛି ଆଜ୍ଞା। ସେମାନେ ନଥିଲେ, ବିଜ୍ଞାନର ଏଇ ସିପାହୀ ମାନେ ନଥିଲେ ବିଜ୍ଞାନ କ୍ଷେତ୍ର କେବେ ସୁଦୃଢ଼ ହେବା ଅସମ୍ଭବ।
ଆଜ୍ଞା ଗୋଟେ ବୈଜ୍ଞାନିକ ଜୀବନ କେତେ କଷ୍ଟ ସେଇଟା ପଢିଲେ ଶୁଣିଲେ ସଫଳ ହେଇଯାଏ ଆଜ୍ଞା। ହୁଏତ ଆଜ୍ଞା ମିଶନ ବିଫଳତା ହୋଇପାରେ ବା ଆଂଶିକ ସଫଳ ବି ହୋଇପାରେ ବା ପୁରାପୁରି ସଫଳ ବି ହୋଇପାରେ, କିନ୍ତୁ କେହି କେବେ କୌଣସି ଦେଶ ବା କୌଣସି ଦେଶର ବୈଜ୍ଞାନିକ କେବେ ବିଫଳତାକୁ ଆଖି ଆଗରେ ରଖି ମିଶନକୁ ପେଶ କରନ୍ତିନି ବା ମିଶନକୁ ପେଶ କରନ୍ତିନି ସମସ୍ତଙ୍କ ଆଗରେ କି ମିଶନକୁ ପ୍ରେରଣ କରନ୍ତି। ସମସ୍ତଙ୍କର ଆଶା ଥାଏ ଯେ ଆମ ଦେଶର ମିଶନ ବା ମୁଁ ଯେଉଁ ମିଶନ ପଠାଉଛି ବା ମୁଁ ଯେଉଁ ମିଶନରେ ଦାୟିତ୍ୱରେ ଅଛି, ମୋ ଦେଶ ଯେଉଁ ମିଶନ ପ୍ରେରଣ କରୁଛି ତାହା ନିଶ୍ଚିତ ସଫଳ ହେବ। ଜାଣିଛନ୍ତି ଆଜ୍ଞା, ଏଥିପାଇଁ କାର୍ଯ୍ୟରେ ନିୟୋଜିତ ହୋଇଥିବା ବୈଜ୍ଞାନିକ ମାନଙ୍କୁ କମ୍ କଷ୍ଟ କରିବାକୁ ପଡ଼େନି ଆଜ୍ଞା, କମ୍ କଷ୍ଟ ସହିବାକୁ ପଡ଼େନି ଆଜ୍ଞା, କମ୍ ପରୀକ୍ଷା ଏମାନେ ଦିଅନ୍ତିନି ଆଜ୍ଞା। ବହୁ କଷ୍ଟ, ବହୁ ପରୀକ୍ଷା, ବହୁ ଧୈର୍ଯ୍ୟ ପରେ ଏ କାର୍ଯ୍ୟଟି ହୁଏତ ବିଫଳ ହୋଇପାରେ, ହୁଏତ ଆଂଶିକ ସଫଳ ହୋଇପାରେ, ହୁଏତ ସଫଳତା ବି ପାଇପାରେ। ଏମିତି ସିଚୁଏସନ୍ ଆସେ ଏମାନଙ୍କୁ ରାତି ରାତି ବି ଅନିଦ୍ରା ରହିବାକୁ ପଡ଼େ ଆଜ୍ଞା। ହଁ ଆଜ୍ଞା, ଏମାନଙ୍କୁ ରାତି ରାତି ବି ଅନିଦ୍ରା ରହିବାକୁ, କାହିଁକି ନା ଏମାନେ ଯେଉଁ ମିଶନଟିକି ପଠେଇଛନ୍ତି ତା ଉପରେ ସାରା ଦେଶ ଭରସା କରିଛି। କାଳେ କୋଉଠି କ'ଣ ଅସୁବିଧା ହବ କି, କାଳେ କୋଉଠି ଗଡ଼ବଡ଼ ହବ କି, କାଳେ ମିଶନ ବାଟ ଭୁଲିଯିବ କି, ଏମିତି ସବୁ ବହୁ ଅସୁବିଧା ସେଥିରେ ଯୋଡ଼ି ହେଇକି ଥାଏ ଆଜ୍ଞା। ପ୍ରତ୍ୟେକଟି ଅସୁବିଧାକୁ ସୁବିଧା କରି ମିଶନକୁ ତା ଜାଗାରେ ପହଞ୍ଚେଇବା ଏମାନଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥାଏ ଆଜ୍ଞା। ଇଏ ହେଉଛି ଏକ ବୈଜ୍ଞାନିକର ଜୀବନଶୈଳୀ ଆଜ୍ଞା। ଆଜ୍ଞା କଥା ରହିଲା, ମୁଁ ଏତେ ସବୁ କଥା କ'ଣ ପାଇଁ ଆପଣଙ୍କୁ କହୁଛି। 2008ରେ ଆମେ ପ୍ରଥମେ ଚନ୍ଦ୍ରାୟନ-1 ପ୍ରେରଣ କରିଥିଲେ ଆଜ୍ଞା। ଆମ ଭାରତୀୟ ବୈଜ୍ଞାନିକଙ୍କ ଅଦମ୍ୟ ସାହସ, ଅଦମ୍ୟ ଧୈର୍ଯ୍ୟ, ଅଦମ୍ୟ ଇଚ୍ଛା ଶକ୍ତି, ସେତେବେଳର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ତତ୍ତ୍ୱାବଧାନ ବା ଇଚ୍ଛା ଶକ୍ତି ଯାହା ବି ଆପଣମାନେ କହିପାରନ୍ତି, ଆମେମାନେ ଚନ୍ଦ୍ରାୟନ-1 ବା ଚନ୍ଦ୍ରାୟନ-1 ଆମେମାନେ ପଠେଇଥିଲେ ଆଜ୍ଞା। ଚନ୍ଦ୍ରମାମୁକୁ ଆମେମାନେ ପଠେଇଥିଲେ, କିନ୍ତୁ ତାର 11 ବର୍ଷ ପର୍ଯ୍ୟନ୍ତ, ଦୀର୍ଘ 11 ବର୍ଷ ପର୍ଯ୍ୟନ୍ତ ଆମେ କୌଣସି ଯାନ ବା କୌଣସି ମିଶନ ଆଉ ଚନ୍ଦ୍ରମାମୁକୁ ଆମେ ପ୍ରେରଣ କରିନଥିଲେ। ତାର 11 ବର୍ଷ ପରେ ସେଇ 11 ବର୍ଷର
ଭାରତୀୟ ବୈଜ୍ଞାନିକ ମାନଙ୍କର କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି, ଅସୀମ ଧୈର୍ଯ୍ୟ, ଦୀର୍ଘ ପାଖାପାଖି 50 ଦିନର ପରିଶ୍ରମ ଉପରେ ଆହୁରି ପରିଶ୍ରମ ଆମକୁ ପୁରା ସଫଳତା ଦେଇନଥିଲା ଆଜ୍ଞା, ଆଂଶିକ ସଫଳତା ଦେଇଥିଲା। କୋଉ କଥା କହୁଛି ଆପଣ ମାନେ ବୁଝିପାରୁଥିବେ, ମୁଁ କହୁଛି ଚନ୍ଦ୍ରାୟନ କଥା ଆଜ୍ଞା। କିଛି ଆମର ଶତ୍ରୁ ଦେଶ ଅଛନ୍ତି ଯେଉଁମାନେ ସାରା ମିଡିଆରେ, ଆନ୍ତର୍ଜାତୀୟ ଇଲେକ୍ଟ୍ରୋନିକ୍ସ ମିଡିଆ ହଉ ବା ପ୍ରିଣ୍ଟିଂ ମିଡିଆ ହଉ, ଏଥିରେ ଆଖୁଆ ଖେଳେଇଲେ, ମାନେ ମିଛ ପ୍ରଚାର ଖେଳେଇଲେ ଯେ ଭାରତ ତା ମିଶନ ବିଫଳ ହୋଇଛି ବା ଭାରତ ବିଫଳତା ପାଇଛି। କିନ୍ତୁ ଆଜ୍ଞା ନା, ଆମେ ବିଫଳତା ପାଇନଥିଲେ, ଆମେ ସଫଳତା ଯଦିଓ ପାଇନଥିଲେ ଆଂଶିକ ସଫଳତା ପାଇଥିଲେ ଆଜ୍ଞା। ତାର କାରଣ ଅଦ୍ୟାବଧି ଚନ୍ଦ୍ରୟାନ 2ର ଅର୍ବିଟର ତାର କାର୍ଯ୍ୟକୁ ବୁଲେଇ ଆସୁଛି ଆଜ୍ଞା। ଯାହା ଯାହା କାମ ତାକୁ ଦିଆଯାଇଛି ତାକୁ ସୁଚାରୁ ରୂପେ ସେ କରୁଛି, ଆଉ ଭାରତୀୟ ମହାକାଶ ସଂସ୍ଥାକୁ ବାର୍ତ୍ତା ପ୍ରେରଣ କରୁଛି, ଯୋଉ ବାର୍ତ୍ତା ପ୍ରେରଣ କରିବା କଥା ଆଜ୍ଞା। ଏକୁ କ'ଣ ବିଫଳତା କୁହାଯିବ ଆଜ୍ଞା? ଆଉ ଏଇ ଆଂଶିକ ସଫଳତା ପାଇଁ ଜଣେ ଭାରତୀୟ ହିସାବରେ, ଜଣେ ସଚ୍ଚା ଭାରତୀୟ ଭାବେ ମୁଁ ଏ ବାର୍ତ୍ତା ଆରମ୍ଭରୁ ସର୍ବପ୍ରଥମେ ଧନ୍ୟବାଦ ଦେବି ଇସ୍ରୋର ସେତେବେଳର ମୁଖ୍ୟ ଡକ୍ଟର କେ ଶିବମ ଆଉ ତାଙ୍କ ପୁରା ଟିମ୍। କାହିଁକି ନା ଏମାନଙ୍କର ଧୈର୍ଯ୍ୟ, ଏମାନଙ୍କର ଅସୀମ ଧୈର୍ଯ୍ୟ, ଅସୀମ ସାହସ ପୁରା ସଫଳତା ନହେଲେ ବି ଭାରତକୁ ବିଶ୍ୱ ଇତିହାସରେ ଜହ୍ନମାମୁର ଦେଶରେ ଯାନ ପହଞ୍ଚେଇବାର ଯେଉଁ କାମ ଥିଲା ବା ଯେଉଁ ଇତିହାସ ଲେଖା ହବାର ଥିଲା ବିଶ୍ୱ ବିଜ୍ଞାନ ଇତିହାସରେ, ତାକୁ ଏମାନଙ୍କ ପାଇଁ ଲେଖାଯାଇଥିଲା ଆଜ୍ଞା। ସବୁଠାରୁ ଧନ୍ୟବାଦର ପାତ୍ର ଭାରତର କୋଟି କୋଟି ଜନତାଙ୍କର ନେତା, ଜନପ୍ରିୟ ପ୍ରଧାନମନ୍ତ୍ରୀ ସେତେବେଳେ ଥିଲେ, ଅଦ୍ୟାବଧି ବି ଅଛନ୍ତି, ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି, ଆମର ମୋଦି ଆଜ୍ଞା। ସେତେବେଳେ ରାତି ଅଧରେ ମୁଁ ବି ମୋବାଇଲରେ, ୟୁଟ୍ୟୁବରେ ଇସ୍ରୋର ଅର୍ଥାତ୍ ଭାରତୀୟ ମହାକାଶ ସଂସ୍ଥାର ଯେଉଁ ୟୁଟ୍ୟୁବ ଚ୍ୟାନେଲ ଅଛି, ମୁଁ ବି ଲାଇଭ୍ ଦେଖୁଥିଲି ଆଜ୍ଞା। ଅନ୍ୟାନ୍ୟ ଟିଭି ଚ୍ୟାନେଲର ବି ମୁଁ ଲାଇଭ୍ ବି ଦେଖୁଥିଲି, ଅଦଳ ବଦଳ କରି। ଯେତେବେଳେ ଆମେ ଆଂଶିକ ସଫଳତା ପାଇଲୁ, ସେତେବେଳେ କାନ୍ଦି ପକାଇଥିଲେ ଇସ୍ରୋର ଯିଏ ସେତେବେଳର ମୁଖ୍ୟ ଥିଲେ ଡକ୍ଟର କେ ଶିବମ। ତତ୍କ୍ଷଣାତ୍ ମୋଦିଜୀ ତାଙ୍କୁ କୁଣ୍ଢେଇ ପକାଇ, ତାଙ୍କ ପିଠି ଥାପୁଡ଼େଇ ଭାରତୀୟ ମହାକାଶ ବିଜ୍ଞାନ କିଭଳି ଦବି ନ ଯାଉ, କିଭଳି ଧୈର୍ଯ୍ୟଚ୍ୟୁତି ନ ଘଟୁ, ସେଥିପାଇଁ ପ୍ରେରଣା ଦେଇଥିଲେ, ଉତ୍ସାହ ଦେଇଥିଲେ, ଆଉ ଆଗକୁ ବଢ଼ିବା ପାଇଁ ବି ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଆଉ ଏକ ମିଶନ ପାଇଁ ବି ପ୍ରସ୍ତୁତ ହେବା ପାଇଁ ସାହସ ଯୋଗାଇଥିଲେ। ତେଣୁକରି ମୋ ତରଫରୁ ମୁଁ ତାଙ୍କୁ ହୃଦୟରୁ ଆଉ ଥରେ ଧନ୍ୟବାଦ ଦେଉଛି ଆଜ୍ଞା। ଏଇ ଆଂଶିକ ସଫଳତା ଆମକୁ 2023
23 ଅଗଷ୍ଟରେ 100% ସଫଳତା ଆଣିଦେଇଥିଲା ଆଜ୍ଞା। ବିଶ୍ୱର ବିଜ୍ଞାନ ଇତିହାସରେ ଖାଲି ଆମେ ଲିପିବଦ୍ଧ କରିନଥିଲେ ନିଜ ନାଁକୁ କି ଆମ ଦେଶର ନାଁକୁ, ଭାରତର ନାଁକୁ, ବିଶ୍ୱର ବିଜ୍ଞାନ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ সোনাର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା ଆମ ଦେଶର ନାଁ, ଆମର ନାଁ, ପ୍ରତ୍ୟେକ ଭାରତୀୟଙ୍କ ନାଁ, ଭାରତର ନାଁ। କାରଣ ଭାରତର ସୁଯୋଗ୍ୟ ସନ୍ତାନ, ସୁଯୋଗ୍ୟ ବୈଜ୍ଞାନିକମାନେ ଆଂଶିକ ସଫଳତାରୁ ଯେଉଁ ଶିକ୍ଷା ଗ୍ରହଣ କରି 100% ସଫଳତା ଆଣିଦେଇଥିଲେ ଚନ୍ଦ୍ରୟାନ-3କୁ ଜହ୍ନମାମୁର ଅନ୍ଧାରୀ କୋଠରୀରେ ପହଞ୍ଚି ଅବତରଣ କରି ତାହା ସାରା ବିଶ୍ୱକୁ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଦିଗ୍ଦର୍ଶନ ଦେଇଥିଲା, ଆଉ ଏକ ସାହସ ଯୋଗାଇଥିଲା। କାରଣ କେବଳ ଆମ ଦେଶ ଭାରତ ଛଡ଼ା କୌଣସି ଦେଶ ଜହ୍ନମାମୁର ସେ ଅନ୍ଧାରୀ ଏରିଆକୁ ଅଦ୍ୟାବଧି ପ୍ରବେଶ କରିପାରିନାହାନ୍ତି, କରିବାକୁ ସାହସ ବି କରିନାହାନ୍ତି। ଏଥିପାଇଁ ମୁଁ ଧନ୍ୟବାଦ ଦେବି ଇସ୍ରୋର ତତ୍କାଳୀନ ମୁଖ୍ୟ ଡକ୍ଟର ଏସ୍ ସୋମନାଥ ଆଉ ତାଙ୍କର ପୁରା ଜଣେ ଭାରତୀୟ ଭାବରେ ପୁନର୍ବାର ତାଙ୍କୁ ଧନ୍ୟବାଦ ଦେବି। ଆପଣମାନଙ୍କ ପାଇଁ ଆଜି ଆମେ ସାରା ବିଶ୍ୱ ପାଖରେ ଗର୍ବିତ। ସେଇଥିପାଇଁ ତ ଆଜିର ଦିନ ଅର୍ଥାତ୍ 23 ଅଗଷ୍ଟ 2024 ଠାରୁ ପାଳନ କରାଯାଉଛି, ପାଳନ କରାହେଲା ଜାତୀୟ ମହାକାଶ ଦିବସ। এই দিবস উপলক্ষে, জাতীয় মহাকাশ দিবস উপলক্ষে আলফা পরিবার তরফରୁ ମୁଁ ଆଲୋକ ସମସ୍ତଙ୍କୁ শুভেচ্ছা, শুভକାମନା, ଅଭିନନ୍ଦନ ଜଣାଉଛି। ବିଶେଷ କରି ଯେଉଁମାନେ ବିଜ୍ଞାନକୁ ଭଲ ପାଆନ୍ତି, ବୈଜ୍ଞାନିକମାନଙ୍କୁ ସମ୍ମାନ ଦିଅନ୍ତି, ସେମାନଙ୍କୁ ମୋ ତରଫରୁ ପୁଣି ଥରେ ଭାରତର ପ୍ରଥମ ମହାକାଶ ଦିବସ ଉପଲକ୍ଷେ শুভেচ্ছা, শুভକାମନା, ଅଭିନନ୍ଦନ ଜଣାଉଛି। ଏହି ଅବସରରେ ପ୍ରତ୍ୟେକ ଯୁବପିଢ଼ି ଅର୍ଥାତ୍ ଏବେକାର ଯୁବକ ଯୁବତୀ ହୁଅନ୍ତୁ କି ଆଗାମୀ ପିଢ଼ିର ଯୁବକ ଯୁବତୀମାନଙ୍କ ପାଖରେ ଜଣେ ଭାରତୀୟ ଭାବରେ ମୋର ଆହ୍ୱାନ ରହିବ, ଆପଣମାନଙ୍କ ଭିତରେ ଥିବା ବୈଜ୍ଞାନିକ ମନୋଭାବକୁ ଆପଣମାନେ ମାରି ଦିଅନ୍ତୁ, ବଣମଲ୍ଲୀ ହୋଇ ବଣର ଫୁଟନ୍ତୁ। ଯଦି ଆପଣମାନଙ୍କ ଭିତରେ ବୈଜ୍ଞାନିକ ମନୋଭାବ ଅଛି, ଆପଣମାନେ ତାକୁ ପରିପ୍ରକାଶ କରନ୍ତୁ। ଦେଶର ହିତ ନିମନ୍ତେ ତାକୁ ବ୍ୟବହାର କରିବା ପାଇଁ ପରିପ୍ରକାଶ କରନ୍ତୁ। ଦେଶ ଉନ୍ନତି କରିବା ସଙ୍ଗେ ସଙ୍ଗେ ଆପଣମାନଙ୍କର ବି ନିଶ୍ଚିତ ଉନ୍ନତି ହେବ। ବାର୍ତ୍ତା ମୋର
ବାର୍ତ୍ତା ଆଲଫା ପରିବାରର ମତାମତ ଆପଣମାନଙ୍କର। ଜୟ ଜଗନ୍ନାଥ, ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ।